ପଦୁ ଗଳୁଚି ମକରନ୍ଦ। ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜନାରୀ। ସେ ବ୍ରଜନାରୀଙ୍କ ପ୍ରୟରେ ମନ ମରହୁ ନିରନ୍ତରେ। ମନ ନିରନ୍ତରେ ରହୁ ଆକୃଷ୍ଣ ବୋଲି ଜୀବ ଯାଉ। ଆକୃଷ୍ଣ ବୋଲି ଯାଉ ଜୀବ ମତେ ଉଦ୍ଧାର ବାସୁଦେବ। ଜୟ ଜଗନ୍ନାଥ। ଆଜିର ଭାଗବତ ସନ୍ଧ୍ୟାକୁ ଆପଣମାନଙ୍କୁ କୋଟି କୋଟି ପ୍ରଣାମ। ଆସନ୍ତୁ ଶ୍ରବଣ କରିବା ଶ୍ରୀମଦ୍ ଭାଗବତର ଦ୍ୱିତୀୟ ସ୍କନ୍ଧ ଅନ୍ତର୍ଭୁକ୍ତ ନବମ ଅଧ୍ୟାୟ। ସମସ୍ତ ହବ୍ୟ କବ୍ୟ ବିଧି ଚରଣ ଯୁଗ ବଳେ ସାଧି। ବେନି ଚରଣ ମୂଳ ଦେଶେ ଆନନ୍ଦେ ସିଗ୍ନ ପରକାଶେ। ସନ୍ତାନ ଉତ୍ପତ୍ତି କାରଣେ ରକ୍ଷକ ପ୍ରଜାପତି ଗଣେ। ଉଭୟ ଆନନ୍ଦର ଦ୍ୱାର ଅନଙ୍ଗ ତୁଲେ ନିଶାକର। ଉତ୍ସର୍ଗ ଅର୍ଥେ ବେଦବର ତପେ ସୃଜିଲା ମଳଦ୍ୱାର। ମିତ୍ର ଦେବତାର ବିଷୟ ଉଭୟ ଉତ୍ସର୍ଗ ଆଶ୍ରୟ। ଦେହରୁ ଦେହାନ୍ତର ଗତି ଇଚ୍ଛାରୁ ନାଭି ଉତ୍ପତ୍ତି। ନାଭିରେ ପ୍ରାଣ ଯେ ଅପାନ ବିଯୋଗେ ହୁଅଇ ମରଣ। ଅନ୍ନ ଭୋଜନ ପାନ ସଧେ ନାଡ଼ି ସୃଜିଲା କୁସିମଧେ। ନାଡ଼ିରେ ନଦୀ ତୃଷା ବସେ ଅନ୍ତେ ସମୁଦ୍ର ରହେ ଗ୍ରାସେ। ଉଭୟ ନିମିତ୍ତ ଏ ଦୁଇ ଯେ ତୁଷ୍ଟି ପୁଷ୍ଟି ନାମ ବହି। ଆତ୍ମମାୟାକୁ ଚିନ୍ତା କରି ସତ୍ୟ ହୃଦୟ ରୂପ ଧରି। କାମ ସଂକଳ୍ପ ଚନ୍ଦ୍ରମନ ହୃଦୟ ଏହାଙ୍କର ସ୍ଥାନ। ହୃଦୟ ଆବରିବା ଆସେ ଅସ୍ଥି ସର୍ଜିଲା ପୃଷ୍ଠ ଦେଶେ। ଅସ୍ଥି ଭିଜରେ ମଜା କଲା ଉପରେ ମେଦ ଭିଆଇଲା। ତାର ଉପରେ ମାଂସ ଧରି ରୁଧିର ଆବରଣ କରି। ତାର ଉପରେ ଚର୍ମ ରୋମ ମଜ୍ଜାରେ ମଧ୍ୟେ ରହେ ବ୍ୟାମ। ହେମନ୍ତ କରି ସପ୍ତ ଧାତୁ ପ୍ରାଣୀ ଜୀବନ ମୂଳ ହେତୁ। ବାସ୍ତରୀ ସହସ୍ତ ଯେ ନାଡ଼ି ହୃଦ କମଳ ମଧ୍ୟେ ବେଢ଼ି। ପ୍ରାଣର ହୋଇ
ତାଙ୍କ ମଧ୍ୟେ ଅନ୍ତରେ ରସ ମୂଳ ଭେଦେ ତ୍ରିଗୁଣାତ୍ମକ ଇନ୍ଦ୍ରିଗଣ ଭୂତାଦି ପ୍ରଭବ ଯେ ଗୁଣ କଳ୍ପିତ ଅହଙ୍କାରେ ପୂର୍ଣ୍ଣ ସର୍ବବିକାର ଆତ୍ମା ମନ ବୁଦ୍ଧି ବିଜ୍ଞାନ ସ୍ୱରୂପିଣୀ ଯେଣେ ସଂସାର ମାୟା ଜିଣି ଅବନି ଉଦଳ ନଳ ପବନ ଆକାଶ ମଣ୍ଡଳ ଏ ପଞ୍ଚଭୂତ କଳେବର ବିଷ୍ଣୁର ଭଜନ ମନ୍ଦିର ଏମନ୍ତେ କହିଲି ମୁଁ ତୋତେ ବିଷ୍ଣୁର ସ୍ଥୂଳ ରୂପ ଯେତେ ଏ ଜୀବ ବ୍ରହ୍ମାଣ୍ଡ ଧାରଣେ ବେଷ୍ଟିତ ଅଷ୍ଟ ଆବରଣେ ପୃଥିବୀ ଆଦି ପଞ୍ଚଭୂତ ମନ ଅହଙ୍କାର ମହତ ଏ ଅଷ୍ଟ ଗୁଣେ ଆବରଣ ଏମନ୍ତେ ବ୍ରହ୍ମାଣ୍ଡ ଘଟଣ ଏ ସ୍ଥୂଳ ରୂପ ଯେ ତାହାର ଏହା ଉପରେ ସୂକ୍ଷ୍ମତର ସେ ନିର୍ବିକାର ନିରଞ୍ଜନ ଅନାଦି ମଧ୍ୟମ ନିଧନ ସେ ଶୂନ୍ୟ ମଧ୍ୟେ ନିରାକାର ମନ ବଚନ ଅଗୋଚର ଏ ସ୍ଥୂଳ ସୂକ୍ଷ୍ମ ରୂପ ଧରି ଖେଳଇ ଆତ୍ମ ମାୟା କରି ପଣ୍ଡିତେ ନ ମାନନ୍ତି ଏହା ସୃଷ୍ଟି ସଂକଳ୍ପ ବିଷ୍ଣୁ ମାୟା ବାଚ୍ୟବାଚକ ରୂପ ଧରି ସେ ବ୍ରହ୍ମ ରୂପୀ ଅବତରୀ ସେ ରୂପ ନାନା କ୍ରିୟା ଧାତୁ ଅକର୍ମା ହୋଇ କର୍ମ ହେତୁ ସର୍ବସଂକଳ୍ପ କ୍ରିୟା ଅର୍ଥେ ଶୁଣ କହିବା ଆର ଯେତେ ଆତ୍ମାକୁ ଭିନ୍ନ ଭିନ୍ନ କରି ସେ ପ୍ରଜାପତି ରୂପ ଧରି ମନୁଙ୍କୁ ସର୍ଜିଲା ଯେ ହେଳେ ଋଷି ଦେବତା ପିତୃ ମେଳେ ସିଦ୍ଧ ଚାରଣ ବିଦ୍ୟାଧର ଗନ୍ଧର୍ବ ଗିହୁକ ଅସୁର କିନ୍ନର ଅପସରାଗଣ ନାଗ କି ପୁରୁଷ ଯେ ପୁଣ ଯକ୍ଷ ଉରଗ ମାତୃଗଣ ପିଶାଚ ଭୂତ ପ୍ରେତମାନ କୁଷ୍ପାଣ୍ଡ ଗଣ ବିନାୟକ ଉନ୍ନାଦ ବେତାଳ ଯେତେକ ଯେ ଜାତୁ ଧାନ ସରୀସୃପ ଗ୍ରହ ମୃଗାଦି ଖଗରୂପ ବୃକ୍ଷ ପର୍ବତ ପଶୁଗଣ ଏ ରୂପେ କଲେ କସର୍ଜନ ବିଦିତ ଚତୁର୍ବିଧ ଗଣେ ଜଳେ ବା ସ୍ଥଳେ ବା ଗଗନେ ମିଶ୍ର କୁଶଳ ଅକୁଶଳ ତିନି ପ୍ରକାରେ କର୍ମଫଳ ଏତେ ପ୍ରକାରେ କର୍ମଗତି ଆତ୍ମାର ବଳେ ସେ ସର୍ଜନ୍ତି ଗୁଣ ପ୍ରଭେଦେ ତିନି ଲୋକ
ଦେବ ଅସୁର ନରଲୋକ ସତ୍ୱଗୁଣରୁ ଦେହ ହୋଇ ମନୁଷ୍ୟ ରଜ ଗୁଣ ବହି ତମ ଗୁଣରୁ ଅଧୋଗତି ପାପିଷ୍ଟେ ଯହିଁ ବିଶ୍ରାମନ୍ତି ସେ ତିନି ଲୋକେ ତିନି ଗତି ଭାବେ ସୃଜିଲା ପ୍ରଜାପତି ସେ ଗୁଣ ଚିତ୍ର ପ୍ରାୟ ହୋଇ ସ୍ୱଭାବେ ଭିନ୍ନ ଭିନ୍ନ ଦେହି ଏକ ଆରକେ ନ ଜାଣିଲେ ନିଶ୍ଚଳେ ରହି ନ ପାରିଲେ ତା ଦେଖି ପ୍ରଭୁ ନରହରି ତକ୍ଷଣେ ଧର୍ମ ରୂପ ଧରି ବିଶ୍ୱକୁ ପାଳିବାର ଅର୍ଥେ ଦେବ ମନୁଷ୍ୟ ପଶୁ ଯେତେ ଏତିନି ରୂପ ଭଗବାନ ରକ୍ଷା ପୌଷଣେ କରି ସ୍ଥାନ ସୁଖ ସମ୍ପଦ ଭୋଗ ଦେଇ ଯେ ବିଧି ସଂସାରେ ବଢ଼ାଇ ସୃଷ୍ଟିର ଭୋଗ ଅନ୍ତେ ହରି କାଳାଗ୍ନି ରୁଦ୍ର ରୂପ ଧରି ଆତ୍ମାର କ୍ରୀଡ଼ା ନାଶ କରେ ବାଳକ ଯେଶ ନେବେ ଭାରେ ସର୍ବହରଇ ଅବସାନେ ଜିମୁତ ଯେଶ ନ ପବନେ ଏଭାବେ ହରି ଗୁଣ ଯେତେ ଦେବେ ଚିନ୍ତିବେ ନାହିଁ ଚିତେ କେବଳ ଭାବେ ତାଙ୍କୁ ଜାଣି ଶ୍ରୁତି ବଚନେ ନା ପ୍ରମାଣି ସୃଷ୍ଟିର ଜନ୍ମ ଆଦି କାଳେ ଯେ କର୍ମ ସାଧେ ଯୋଗ ବଳେ ସ୍ୱଭାବେ କର୍ମ ଯାର ନାହିଁ ମାୟାରେ ବିଶ୍ୱ ପ୍ରକାଶଇ ଏ ବ୍ରହ୍ମ କଳ୍ପିତ ସଂସାର ବିକଳ୍ପ ମାଟି ଏହାର ଏ ତିନି ସାଧାରଣ ବିଧି ଯେ ପୂର୍ବ କଳ୍ପରୁ ପ୍ରସିଦ୍ଧି ପ୍ରକୃତ ବୈକୃତ ସଂସାର ମହତ ସ୍ଥାନର ସଂସାର ସଂକ୍ଷେପେ କହିଲେଇ ତୋତେ ତୁ ଯାହା ପଚାରିଲୁ ମତେ ଯେ କଳ୍ପ ଲକ୍ଷଣ ଯେ ନାମ ଯେ ବା କାଳର ପରିମାଣ ଭାବେ କହିବି କଳ୍ପଗୁଣ ରାଜନ ସାବଧାନେ ଶୁଣ ଶୌନକ ଆଦି ମୁନିଗଣ ସୁତଙ୍କୁ ପଚାରିଛନ୍ତି ପୁଣ ଶୌନକ ବାଚ ହେ ସୁତ ତୁମ୍ଭେ ଆମ୍ଭ ଆଗେ ଯାହା କହିଲ ଆତ୍ମମାର୍ଗେ ଦୁର୍ଯ୍ୟୋଧନର ଦୁଷ୍ଟବାଣୀ ବିଦୁର ସଭା ମଧ୍ୟ ଶୁଣି କୁଟୁମ୍ବ ଆଶା ଦୂର କରି ତୀର୍ଥବେଶନ ମନେ ଧରି ପୃଥିବୀ କଲା ପର୍ଯ୍ୟଟନ ବୁଲି ପର୍ବତ ଘୋର ବନ କୈବଲ୍ୟ ଲାଭେ ଇଚ୍ଛା କଲା
ଅନେକ ତୀର୍ଥ ସେ ଭ୍ରମିଲା। ମୈତ୍ରେୟ ମୁନି ସଙ୍ଗେ ତାର, କାହିଁ ହୋଇଲା ଏକ ସ୍ୱର। ବ୍ରହ୍ମ ସମ୍ବାଦ ବେନିଜନେ, କରି ବଞ୍ଚିଲେ ଏହି ସ୍ଥାନେ। ବିଦୁର ପଚାରିଲେ ଯେତେ, ମୈତ୍ରେୟ ବୋଧିଲେ ଯେମନ୍ତେ। ସେ ବନ୍ଧୁ ତ୍ୟାଗୀ କି ନିମନ୍ତେ, ପୁଣି ମିଳିଲେ ଇନ୍ଦ୍ରପ୍ରସ୍ଥେ। ସେ ସୂତକ ସର୍ବକଥା, ଯେଣେ ଛାଡ଼ିବ ଭବ ବ୍ୟଥା। ପଦ୍ମକଳ୍ପର କଥା କହ, ଯେଣେ ନ ଲାଗେ ଭବମୋହ। ଶୌନକ ପ୍ରଶ୍ନ ସୂତ ଶୁଣି, କହନ୍ତି ଶୁଣ ମହାମୁନି। ସୂତ ଉବାଚ, ଯେ ପ୍ରଶ୍ନ କଲ ତୁମ୍ଭେ ମୋତେ, ଏ ପ୍ରଶ୍ନ ଶୁକଙ୍କ ଅଗ୍ରତେ। ପୁଛିଲେ ରାଜା ପରୀକ୍ଷିତ, ମୈତ୍ରେୟ ବିଦୁର ଚରିତ। ପରୀକ୍ଷ ବାକ୍ୟ ଚିତ୍ତେ ଘେନି, ଯାହା କହିଲେ ଶୁକ ମୁନି। ସେ ପ୍ରଶ୍ନ ଅନୁସାରେ ଯେତେ, ଶୁଣ କହିବା ଭାଗବତେ। ସୂତ ସନକ ସମ୍ବାଦ, ଶୁଣନ୍ତେ ନ ଲାଗି ପ୍ରମାଦ। ଦ୍ୱିତୀୟ ସ୍କନ୍ଧେ ଭାଗବତ, ଅମୃତ ରସମୟ ଗୀତ। ସୁଜନ ଜନକୀର ହାତ, କହିଲା ଦାସ ଜଗନ୍ନାଥ। ସୁଜନ ଜନକର ହିତ, କହିଲା ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ଦ୍ୱିତୀୟ ସ୍କନ୍ଧେ ଅଷ୍ଟାଦଶ ସହସ୍ର ନାମ ଦଶମ ଅଧ୍ୟାୟଃ। ଓಂ ନମୋ ଭଗବତେ ବାସୁଦେବାୟ।